ବନ୍ଧୁ ଜୀବନ ଗୋଟିଏ କଥା ଶିଖାଇ ଦେଇଛି। କାହା ସାଥିରେ ବନ୍ଧୁତା କର ଅବା ପ୍ରେମ, କିନ୍ତୁ ଆଶା କାହା ପାଖରୁ ରଖ ନାହିଁ। ଏଠି କାହା ଜୀବନରେ ଖୁସି ଅଛି ବନ୍ଧୁ? ଏଠି ପ୍ରତ୍ୟେକ ମଣିଷକୁ କିଛି ପାଇବା ପାଇଁ ପ୍ରଥମେ କିଛି ହରାଇବାକୁ ପଡ଼ୁଛି। ଯିଏ ଜାଣିଥାଏ ଜୀବନରେ ଏକୁଟିଆ ରହିବା କ'ଣ ହୋଇଥାଏ, ସିଏ କେବେ ବି ଆପଣଙ୍କୁ ଛାଡ଼ି ଚାଲି ଯାଇନଥାଏ। ଯିଏ ହୃଦୟରୁ ଆପଣଙ୍କୁ ଚାହୁଁଥିବ, ସିଏ ହୁଏତ କଥା କଥାରେ ଝଗଡ଼ା କରିବ, କିନ୍ତୁ ଆପଣଙ୍କ ସାଥୀ କେବେ ଛାଡ଼ି ଯିବ ନାହିଁ। ସବୁବେଳେ ସେହି ଲୋକ ଦୁଃଖ କଷ୍ଟ ସହିଥାଏ ଯିଏ ଅନ୍ୟକୁ କେବେ ବି କଷ୍ଟ ଦେଇଥାଏ। କଥା କଠିନ ହୋଇପାରେ, କିନ୍ତୁ ସତ, ଏ ଦୁନିଆରେ ଯିଏ ନିଜ ଦୁଃଖ କଷ୍ଟକୁ ଲୁଚାଇ ହସିପାରିଲା, ସେ ହିଁ ବଞ୍ଚିବା ଶିଖିଗଲା। ଆଜିର ଦୁନିଆରେ ଖୁସିରେ ସିଏ ଅଛି ବନ୍ଧୁ, ଯିଏକି ଅନ୍ୟ ଉପରେ ନୁହେଁ, ନିଜ ଉପରେ ଆଶା ଆଉ ଭରସା ରଖିଛି। ସମୟ ଚୁପ୍ ରହିବା ଶିଖାଇ ଦେଲା, ଜୀବନ ସବୁକିଛି ସହିବା ଶିଖାଇ ଦେଲା। ଏବେ କାହାଠାରୁ କିଛି ପାଇବାର ଆଶା ନାହିଁ, କାହିଁକି ନା ପରିସ୍ଥିତି ଏତେ ଏକୁଟିଆ ରହିବା ଶିଖାଇ ଦେଲା କି ଯାହା ହୃଦୟ ଯେତେ ବଡ଼, ତାକୁ ଜୀବନରେ କଷ୍ଟ ମଧ୍ୟ ସେତିକି ଅଧିକ ମିଳିଥାଏ। ସମୟ ଯଦି କେବେ ବଦଳି ନଥାନ୍ତା, ତେବେ କିଏ ନିଜର କିଏ ପର ଏହା ଜାଣି ହୋଇନଥାନ୍ତା। କିଛି ଲୋକ ଆମର ଏତେ ଶୁଭଚିନ୍ତକ ହୋଇଥାନ୍ତି, ଆମର କିଛି ଭଲ ହେବା ଦେଖିଲେ ସେମାନେ ଚିନ୍ତାରେ ପଡ଼ିଯାଆନ୍ତି। ଜୀବନରେ କିଛି ଭଲ ବନ୍ଧୁ ରହିବା ନିହାତି ଜରୁରୀ, କାହିଁକି ନା ପ୍ରେମ ସବୁବେଳେ ସାଥ ଦେଇନଥାଏ। ଭୁଲ ହେବା ପ୍ରାକୃତିକ ହୋଇଥାଏ, ତାକୁ ସ୍ୱୀକାର କରିବା ସାଂସ୍କୃତିକ ହୋଇଥାଏ, କିନ୍ତୁ ତାକୁ ସୁଧାରି ଦେଲେ ଜୀବନରେ ପ୍ରଗତି ହୋଇଥାଏ। ଜୀବନରେ କିଛି କଷ୍ଟ ଏମିତି ଥାଏ, ଯାହା ମଣିଷକୁ ଚୁପ୍ ରହିବାକୁ ବାଧ୍ୟ କରିଥାଏ। କିଛି କଷ୍ଟ ଜୀବନରେ ଏମିତି ମିଳିଲା, ଯାହା ଦେହରୁ ଜୀବନ କାଢ଼ିନେଲା, କିନ୍ତୁ ଦୁନିଆରେ ବଞ୍ଚିବାକୁ ଛାଡ଼ିଦେଲା। ହୀରା ପଡ଼ି ଗଢ଼ିଛନ୍ତି ଭଗବାନ ସମସ୍ତଙ୍କୁ, କିନ୍ତୁ ଚମକିଥାଏ ସିଏ ଯିଏ ଜୀବନରେ ସଂଘର୍ଷ କରିବା ଜାଣିଥାଏ। ଏହି ଛୋଟ ଛୋଟ କଥା ଆପଣଙ୍କ ଜୀବନରେ ଉପଯୋଗୀ ବୋଲି ଭାବୁଛନ୍ତି, ତେବେ ଚ୍ୟାନେଲକୁ ନିଶ୍ଚିତ ଭାବରେ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ନୋଟିଫିକେସନ୍ ବେଲ୍କୁ ଅଲ୍ କରନ୍ତୁ, ଯାହାଫଳରେ ଏହିଭଳି ସୁନ୍ଦର ସୁନ୍ଦର ନୀତିବାଣୀ ଆପଣଙ୍କ ପାଖରେ ସଦାସର୍ବଦା ପହଞ୍ଚି ପାରିବ। ଜୟ ଜଗନ୍ନାଥ।